ଯେ ପରମାତ୍ମାକୁ କେଉଁମାନେ ଅସମ୍ମାନ କରନ୍ତି ନା ଦୁଷ୍ଟ ଅଜ୍ଞାନ ମଣିଷ ମାନେ ହିଁ ପରମାତ୍ମାଙ୍କୁ କଳି ଯୁଗରେ ଅସମ୍ମାନ କରୁଛନ୍ତି। କାରଣ ସେମାନେ ଲାଭ କ୍ଷତି ଚାହୁଁଛନ୍ତି। ଦେଖୁନାହାନ୍ତି ଘରେ ଘରେ ବର୍ତ୍ତମାନ ଲାଭ କ୍ଷତି ବର୍ତ୍ତମାନ ଚାଲିଛି, ହିସାବ ନିକାଶ ଚାଲିଛି। କିନ୍ତୁ ସେମାନେ କେବେ ଚିନ୍ତା କରୁଛନ୍ତି ଯେ ତାଙ୍କ ପାଖରେ ପ୍ରେମ ନାହିଁ। ପ୍ରେମ ନାହିଁ ଯେହେତୁ ଶାନ୍ତି କୋଉଠୁ ଆସିବ? ଶାନ୍ତି ନାହିଁ ଯୋଉଠୁ ଆନନ୍ଦ କୋଉଠୁ ଆସିବ? ଏ ଶାନ୍ତି ପ୍ରେମ ଆନନ୍ଦ ଭକ୍ତି ଯଦି ନାହିଁ, ପରମାତ୍ମା କାହିଁକି ତାଙ୍କୁ କୃପା କରିବେ? ପରମାତ୍ମାଙ୍କ କୃପା ତାଙ୍କ ଉପରେ ନାହିଁ। କିନ୍ତୁ ବହୁତ ବଡ଼ ବଡ଼ ଭାଷଣବାଜି ସେମାନେ ମାରନ୍ତି ଯେ ଆମେ ସବୁକିଛିର ଅଧିକାରୀ। କ'ଣ କ'ଣର ଅଧିକାରୀ? ନା ଆମ ପାଖରେ ଲୋକବଳ ଅଛି, ଧନବଳ ଅଛି, ଆଉ କ'ଣ ବଳ ଅଛି? ନା ଶାରୀରିକ ବଳ ଅଛି। କିନ୍ତୁ କ'ଣ ନାହିଁ? ନା ଶାନ୍ତି ନାହିଁ, ଆନନ୍ଦ ନାହିଁ, ହସ ନାହିଁ, ପ୍ରେମ ନାହିଁ। ସେଥିପାଇଁ ତ ଆଜି ସଂସାରରେ ହିଁ ସେମାନେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ପରମାତ୍ମାଙ୍କୁ ହିଁ ଟାର୍ଗେଟ କରି ପରମାତ୍ମାଙ୍କୁ ଅସମ୍ମାନ କରୁଛନ୍ତି। ପରମାତ୍ମା ଆନନ୍ଦ ନେଉଛନ୍ତି କାହିଁକି ନା ମୁଁ ଆଗରୁ କହିଛି, ପୂର୍ବରୁ ବହୁତ ଥର ବି କହିଛି ଯେ ସଂସାର ଯେହେତୁ ସୃଷ୍ଟି ସଦାସର୍ବଦା ଅଧର୍ମ ଧର୍ମ, ଯେଉଁଠାରେ ଧର୍ମ ରହେ ସେଠାରେ ଅଧର୍ମର ସ୍ଥାନ ନାହିଁ। କିନ୍ତୁ ଦୁଇଟି ସୃଷ୍ଟି କରିଛନ୍ତି, ଯିଏ ଯାହାକୁ ବାଛିଲା। ଯେହେତୁ ସେମାନେ ଦୁଷ୍ଟ ପ୍ରକୃତିର ଲୋକ, ଦୁଷ୍ଟ ମଣିଷ, ସେଥିପାଇଁ ସେମାନେ ପରମାତ୍ମାଙ୍କୁ ଅସମ୍ମାନ କରନ୍ତି। ଯେଉଁମାନେ ଭଲ ମଣିଷ ପରମାତ୍ମାଙ୍କୁ ସମ୍ମାନ ଦେଇ ସେମାନେ ଶାନ୍ତି ପ୍ରେମ ଆନନ୍ଦରେ ହିଁ ତାଙ୍କ ଜୀବନ କାଟିଥାନ୍ତି। ତେଣୁ ଜାଣିଲେ ଆପଣମାନେ କେଉଁ ମଣିଷମାନେ ଦୁଷ୍ଟ, କାହାର ଆଜି ସଂଗଠନ, ଆଉ କାହିଁକି ସେମାନେ ସଂଗଠନ କରି ଆଜି ଏ ସମାଜକୁ କଳୁଷିତ କରୁଛନ୍ତି। ତେଣୁ ଦୁଷ୍ଟ ବ୍ୟକ୍ତି କାହିଁକି ପରମାତ୍ମାଙ୍କୁ ଅସମ୍ମାନ କରୁଛନ୍ତି ତାହା ଆପଣମାନେ ଜାଣିଲେ।